ମୋ ଘର ସାମ୍ନାରେ ଏମିତି କିଛି ସ୍କୁଲ ପିଲା ଆସି ବସି ପଡ଼ିଥିଲେ। ମୁଁ ଆଣିଥିଲି ପିଠା ଯେଉଁଟାକି ଆମର ରାତିରେ ବନେଇ ହେଇଥିଲା। ତ ମୁଁ ଆଣିକି ବାଣ୍ଟି ଦେଲି, ଗୋଟେ ଗୋଟେ ଦେଇଦେଲି। 7 ଜଣ ପିଲା ଥିଲେ। ଭାଇ ଆମ ଗାଁ ଜୀବନ ଏମିତି ବହୁତ ଖୁସି ଲାଗେ। କିଛି ଦେଲେ ତାଙ୍କର ବିଶ୍ୱାସ ଥାଏ, ହଁ ଭଲ ବୋଲି କୁହନ୍ତି। ଆଉ ଏମିତି କିଛି ଥିଲା ପିଠା। ତ ମୁଁ ୟାକୁ କାଢ଼ିକି ଆଣିଥିଲି, ଦେଖିନଥିଲି ଆପଣଙ୍କୁ। ହେଲେ ଆମେ ଖାଇବା ପାଇଁ ଗୋଟେ ପ୍ଲେଟ୍ରେ ପକାଇ ନେଲି। ଏପଟେ ଦିଦି ଆଉ ଗୋଟେ ଭାଇନା ଥିଲେ ଖାଉଥିଲେ। ତାପରେ ଖାଇଲା ବେଳକୁ ମୋ ପୁଅ ଯାଇଛି ମୋ ବାରିଆଡ଼େ କୁଆଡ଼େ ବୁଲିବାକୁ, ଜଣା ନାହିଁ କୁଆ ପଳାଇଛି। ମୁଁ ଖୋଜି ଖୋଜି ଆସିଲା ବେଳକୁ ପଳାଇଛି ବାବା ବାବା ଭାଇ 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 କହିକି ପଳାଇଛି। ତା ମୁଁ ତାକୁ ନେଇକି ଆସିଲା ପରେ ସିଏ ଦେଖୁଛି ଗୋଟେ ବ୍ରସ୍ ଗୋଟେ ଧରି ବ୍ରସ୍ କରିବାରେ ଚାଲିଛି। ଏଇଟା ହେଉଛି କ'ଣ ମୁଢ଼ି, ଆମର କୁହନ୍ତି ମୁଢ଼ି ଅଣ୍ଡା। ତ ଦେଖନ୍ତୁ ମୁଢ଼ିରେ ତିଆରି ପୁରା ଗଳାଟା ପୁରା ବଢ଼ିଆ ଲାଗେ, ଯେଉଁଟାକି ଆମେ ଯାତ୍ରାରୁ ଆଣିଥିଲୁ। ଏମିତି କିଛି ମୁଢ଼ି ଫୁଡ଼ି ବନ୍ଧା ହେଇଥିଲା। ତାର ଏପଟେ ଦେଖିବ ଭଞ୍ଜା ଆଉ ପୁଅ ପୁରା ଖେଳ, ପୁରା ସନ୍ଧ୍ୟାବେଳ ପୁରା ଧୁମାଧୁମ ଖେଳ। ଯେଉଁ ମୁଢ଼ିକି ମୋ ଦିଦି ଆଗେ ମୋ ପୁଅକୁ ପ୍ରଥମ ଥର ଶୋଇ ଆସିଛନ୍ତି ବୋଲି ମୁଢ଼ି ନେଇକି ଆସିଥିଲେ, ତାକୁ ଆମେ ପ୍ୟାକିଂ କରି ନେଇଥିଲୁ। ତାପରେ ଆମେ ଯିବୁ ବାଣ୍ଟିବାକୁ, ଯେଉଁଟାକି ଆମ ବଡ଼ ବାପା ଦାଦା ଘରେ। ଆଉ ଏମିତି କିଛି ଭଞ୍ଜା ମୋ ପୁଅ ଖେଳୁଥିଲେ ବଲ୍, ପୁରା ମଜା ଲାଗୁଥାଏ। କିଛି ଜେଜେବାପା ଆସିକି କଥା ହେଉଥାଏ। ଏଇଆ ମୁଁ ଯେଉଁ ପାଲ ଭିତରେ କ'ଣ ଥିବ ଜାଣିଛନ୍ତି? ଏ ଭିତରେ ଥିଲା ଧାନ। ଧାନ ପୁରା ଶୁଖା ଯାଇଥିଲା ଦିନ ଯାକ, ତ ତାକୁ କାଢ଼ା ହେଲା। ତାର ଆମେ ପଳାଇଲୁ।